ସୁଭଦ୍ରା ଟଙ୍କା ଆପଣଙ୍କୁ ମିଳିବାକୁ ଯାଉଛି ମାର୍ଚ୍ଚ 8 ତାରିଖ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ପାଇବେ ଆପଣ ମାର୍ଚ୍ଚ 8 ତାରିଖରେ। କିନ୍ତୁ ଆପଣଙ୍କର ମନରେ ଗୋଟେ ଡାଉଟ୍ ଥିବ ଏବଂ ଆପଣଙ୍କ ଫୋନରେ ବି ମଧ୍ୟ ଗୋଟେ ମେସେଜ୍ ଆସୁଥିବ କି CBDC କରିନିଅନ୍ତୁ ବା CBDC ଅପଡ଼େଟ୍ କରାନ୍ତୁ। ଏପରି ଆପଣଙ୍କୁ ବହୁତ ଜଣଙ୍କର ବ୍ୟାଙ୍କରୁ ମେସେଜ୍ ଆସୁଥିବ କିମ୍ବା ଯାହାର SBI ଆକାଉଣ୍ଟ ଅଛି ତାଙ୍କ ପାଖକୁ ଏହା ମେସେଜ୍ ଆସୁଥିବ। CBDC ମାନେ କ'ଣ? CBDC ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି, ଠିକ୍ ଅଛି। ଏହାର ଆପଣଙ୍କୁ ମେସେଜ୍ ଆସୁଥିବ ବ୍ୟାଙ୍କ ଆପଣଙ୍କ ମୋବାଇଲରେ ଆସୁଥିବ, ଏହାକୁ ଅପଡ଼େଟ୍ କରାନ୍ତୁ, ତାପରେ ଆପଣଙ୍କର ଟଙ୍କା ଆସିବ ସୁଭଦ୍ରା ଟଙ୍କା ବୋଲିକି, ଠିକ୍ ଅଛି। ତ ମୁଁ ଆପଣଙ୍କୁ ସଂକ୍ଷେପରେ ଆଜି ବୁଝେଇବି କି CBDC କ'ଣ, ଆପଣଙ୍କୁ ସୁଭଦ୍ରା ଟଙ୍କା ଆସିବ କି ନାହିଁ, କ'ଣ ଏହାକୁ ଆପଣଙ୍କୁ ଅପଡ଼େଟ୍ କରିବାକୁ ପଡ଼ିବ, ଡିଟେଲ୍ସରେ ଆମେ କଥା ହେବା। ଆପଣଙ୍କୁ ମୁଁ ବତେଇବି, ଆପଣ ପୁରା ଭିଡ଼ିଓକୁ ଦେଖନ୍ତୁ, ଲାଷ୍ଟ ଯାଏଁ ଦେଖନ୍ତୁ। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। ସେ ଆପଣଙ୍କ ବନ୍ଧୁ ଏବଂ ସାଙ୍ଗମାନଙ୍କୁ ଯେଉଁମାନେ ଜାଣିନାହାନ୍ତି କି CBDC କ'ଣ, ତାଙ୍କୁ ଅପଡ଼େଟ୍ କରିବାର ଅଛି କି ନାହିଁ, ଠିକ୍ ଅଛି, ଟଙ୍କା ଆସିବ କି ନାହିଁ, ତାଙ୍କ ମନରେ ଯଦି ଦ୍ୱନ୍ଦ୍ୱ ଅଛି ତାହେଲେ ଏହାକୁ ଆପଣ ସେୟାର କରିଦିଅନ୍ତୁ। ଜାଣି ରଖନ୍ତୁ, ମନେ ରଖନ୍ତୁ, ମାର୍ଚ୍ଚ 8 ତାରିଖରେ ଆପଣଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କାର ଚତୁର୍ଥ କିସ୍ତି। ତ ଚାଲନ୍ତୁ ଆମେ ଏବେ ଜାଣିବା କି CBDC କ'ଣ, ଏହା ମେସେଜ୍ କେମିତି ଆସୁଛି ଆପଣଙ୍କ ପାଖକୁ। ତ ଦେଖନ୍ତୁ ମୁଁ ଆପଣଙ୍କୁ କହି ଦେଖୁଛି ଯେ CBDC କ'ଣ। CBDC ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି। ଭାରତରେ ଏହାକୁ କୁହାଯାଏ ଡିଜିଟାଲ ରୁପି। ଇ ରୁପି ମାନେ ଇ ରୁପି ଇଣ୍ଟରନେଟ୍ର ଗୋଟେ, ଏହା ହେଉଛି ଯେମିତିକି ଆମେ ଫୋନ୍ ପେ, ଗୁଗୁଲ୍ ପେ ଯେମିତି ଚଲାଉଛୁ ସେମିତି ହିଁ ଏହା ଏକ ଗୋଟେ, କିନ୍ତୁ ଏହାର ଟିକେ ଡିଫରେନ୍ସ ଅଛି, ଠିକ୍ ଅଛି ନା। ତ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି, ଭାରତରେ ଏହାକୁ କୁହାଯାଏ ଡିଜିଟାଲ ରୁପି। ଏହା RBI ଦ୍ୱାରା ଜାରି କରାଯାଇଥିବା ଡିଜିଟାଲ ଟଙ୍କା। ଡିଜିଟାଲ ଆପଣ ଜାଣୁଛନ୍ତି, ଡିଜିଟାଲ ଆଉ ଫିଜିକାଲ ବିଷୟରେ। ଫିଜିକାଲ ହେଉଛି ଯାହାକୁ ଆମେ ଛୁଇଁ ପାରିବା, ଏପଟୁ ସେପଟୁ ଧରିକି କରିପାରିବା, ନିଆଁ ଅଣା କରିବା, ସେଇଟା ହେଉଛି ଆପଣଙ୍କର ଫିଜିକାଲ। ଏବଂ ଡିଜିଟାଲ ରୁପି ଯାହାକୁ କୁହାଯାଉଛି ଡିଜିଟାଲ, ମାନେ ଆପଣ ଡିଜିଟାଲରେ ଆପଣଙ୍କର ଯାହାକୁ ଛୁଇଁ ପାରିବେ ନାହିଁ, ଠିକ୍ ଅଛି, କେବଳ ଦେଖିପାରିବେ, ସେଇଟା ହେଉଛି ଡିଜିଟାଲ। ତ ଏହା RBI ଦ୍ୱାରା ଜାରି କରାଯାଇଥିବା ଡିଜିଟାଲ ଟଙ୍କା। ଯେପରି ଆପଣଙ୍କ ପାଖରେ 100 ଟଙ୍କାର ନୋଟ୍ ରହେ, ସେହିପରି ଫୋନରେ 100 ଟଙ୍କା ଇ ରୁପି ଡିଜିଟାଲ ଟଙ୍କା ରହେ। ଇ ରୁପି ମାନେ ଇଣ୍ଟରନେଟ୍, ହେଲା ନା, ଇଣ୍ଟରନେଟ୍ ଅନଲାଇନ୍ ଡିଜିଟାଲ, ଯାହାକୁ ଆପଣ ଛୁଇଁ ପାରିବେ ନାହିଁ, ତାହା ହେଉଛି ଇ ରୁପି। ଏହା ସତ୍ୟ ଟଙ୍କା, କୌଣସି କ୍ରିପ୍ଟୋ କିମ୍ବା ପଏଣ୍ଟ ନୁହେଁ। ଏହା ଏକ ସତ୍ୟ ଟଙ୍କା, ମାନେ ଅରିଜିନାଲ ଟଙ୍କା ଆପଣଙ୍କର, ଅରିଜିନାଲ ଟଙ୍କା, କିନ୍ତୁ ଆପଣଙ୍କର କ୍ୟାସ୍ ନୁହେଁ। ଏହା ଏକ ଡିଜିଟାଲ ଟଙ୍କା, ଠିକ୍ ଅଛି। ଏହା କେବଳ କୌଣସି କ୍ରିପ୍ଟୋ କିମ୍ବା ପଏଣ୍ଟ ନୁହେଁ। ତ ସହଜ ଭାଷାରେ ଆମେ ଜାଣିବା କି ଏହା କ'ଣ। କ୍ୟାସ୍ ହାତରେ, ଯେମିତି ଆପଣ କ୍ୟାସ୍ ମାନେ ଆପଣ ଡାଇରେକ୍ଟ ସିଧାସଳଖରେ କାହାକୁ ଦେଇଥାନ୍ତି କିମ୍ବା ବ୍ୟାଙ୍କରୁ ଆଣିଥାନ୍ତି, ଏହା ହେଲା ଆପଣଙ୍କ କ୍ୟାସ୍ ହାତରେ ଟଙ୍କା, ଠିକ୍ ହେଲା। CBDC କ'ଣ ଯେ ଆପଣଙ୍କର ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି କ'ଣ, ଫୋନରେ ଟଙ୍କା, ଠିକ୍ ହେଲା, ଫୋନରେ ରହିବ ଡିଜିଟାଲ ଟଙ୍କା। ଏହାକୁ ଆପଣ ଧରିପାରିବେ ନାହିଁ, କାରଣ ଏହା ଆପଣଙ୍କର ଇଣ୍ଟରନେଟ୍ରେ ରହିବ। ବୁଝିପାରିଲେ? ତ ଏତିକି ଯାଏ ଆପଣ ବୁଝିପାରିଥିବେ। ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଛି ନିଶ୍ଚୟ ଭାବରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ଆଗ ଆପଣଙ୍କୁ ଏମିତି ହିଁ ଆପଣଙ୍କୁ ଇନଫର୍ମେସନ୍ ମିଳିବା ପାଇଁ। ତ ଚାଲନ୍ତୁ ନେକ୍ସଟ ଷ୍ଟେପ୍ ଆମେ ବୁଝିବା କି CBDC କାମ କେମିତି କରେ, ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି କାମ କେମିତି କରେ। ଆପଣ ଡିଜିଟାଲ ରୁପି ୱାଲେଟ୍ ମଧ୍ୟରେ ରଖନ୍ତି ମାନେ ୱାଲେଟ୍ ରଖନ୍ତି, ଠିକ୍ ଅଛି। ଆପଣ ଡିଜିଟାଲ ରୁପି ୱାଲେଟ୍ ମାଧ୍ୟମରେ ଟଙ୍କା ରଖନ୍ତି, ମାନେ ରୁପି ରଖନ୍ତି, ଡିଜିଟାଲ ଟଙ୍କା ରଖନ୍ତି। ସେଇଠାରୁ ଦୋକାନରେ ଆପଣ କେମିତି କରନ୍ତି, ଯଦି ଆପଣଙ୍କର ଡିଜିଟାଲ ରୁପି ଟଙ୍କା ଅଛି ଆପଣଙ୍କ ଫୋନରେ, ତ ଆପଣ ଡାଇରେକ୍ଟ ତାକୁ କାହାକୁ ଟଙ୍କା ଦେଇପାରିବେ ନାହିଁ। ଆପଣ ତାକୁ କ'ଣ କରିବେ, ଦୋକାନରେ QR କୋଡ଼୍ ସ୍କାନ୍ କରିକି ଆପଣ କାହାକୁ ଟଙ୍କା ଦେଇପାରିବେ, କାହାକୁ ଟଙ୍କା ପଠାଇ ପାରିବେ ଅନଲାଇନ୍ ମାଧ୍ୟମରେ, କିମ୍ବା ପୁଣି ବ୍ୟାଙ୍କକୁ ଟ୍ରାନ୍ସଫର୍ କରିପାରିବେ, ହେଲା। ବ୍ୟାଙ୍କକୁ ଟ୍ରାନ୍ସଫର୍ କରିକି ସେଇ ପଇସାକୁ ଆପଣ କ୍ୟାସ୍ ବାହାର କରିପାରିବେ, ହେଲା ନା। ତ ଏହା ଫଲୋ କେମିତି କରେ ଆପଣ ବୁଝନ୍ତୁ। ଫଲୋ କେମିତି କରିବେ, ବ୍ୟାଙ୍କ ଆକାଉଣ୍ଟ ୱାଲେଟ୍, यानी कि ଆପଣ ମାନେ ବ୍ୟାଙ୍କ ଆକାଉଣ୍ଟରୁ ଆପଣ ୱାଲେଟ୍ ଡିଜିଟାଲ ରୁପିକୁ ଟ୍ରାନ୍ସଫର୍ କରିପାରିବେ ଏବଂ କାହାକୁ ପେମେଣ୍ଟ ମଧ୍ୟ କରିପାରିବେ। ଏବଂ ସେଇ ଡିଜିଟାଲ ୱାଲେଟ୍ରୁ ଆପଣ ପେମେଣ୍ଟକୁ ଚାହିଁଲେ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିପାରିବେ ଏବଂ ସେହି ଟଙ୍କାକୁ ଆପଣ କ୍ୟାସ୍ ବାହାର କରିପାରିବେ। ଏହା ଦେଖିବାକୁ UPI ଭଳି, କିନ୍ତୁ ତଫାତ୍ ହେଲା UPI ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଏ, ଯେମିତି ଫୋନ୍ ପେ, ଗୁଗୁଲ୍ ପେ, ପେଟିଏମ୍ ହେଲା। ଏହା ଆପଣଙ୍କର ମଧ୍ୟରେ ବ୍ୟାଙ୍କ ରହୁଛି,
ଆପଣ କାହାକୁ ଟଙ୍କା ପଠାଇଲେ କିମ୍ବା ଟଙ୍କା ଆପଣଙ୍କୁ କିଏ ପଠାଇଲା ତାହେଲେ ଆପଣଙ୍କ ବ୍ୟାଙ୍କ ମାଧ୍ୟମରେ ଏହା ଯାଉଛି କିମ୍ବା କଟି ଯାଉଛି, ବୁଝିପାରିଲେ। କିନ୍ତୁ CBDC ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ଏହା ଏକ ଅଲଗା ରହିଛି। ଏହା ଡାଇରେକ୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ यानी कि RBIର ଡିଜିଟାଲ କ୍ୟାସ୍ ଚଳାଚଳ କରେ, ବୁଝିପାରିଲେ। ଏହା ପାଇଁ ଅଲଗା ୱାଲେଟ୍ ଡାଉନଲୋଡ଼ କରିବାକୁ ପଡ଼ିବ କି ନାହିଁ ଆମେ ଶିଖିବା। ଏହା ପାଇଁ ଏକ ବ୍ୟାଙ୍କର ହିଁ ୱାଲେଟ୍ ରହୁଛି ନା ତା ପାଇଁ ଅଲଗା କିଛି ୱେବସାଇଟ୍ ଅଛି ନା ଏହାର କିଛି ଆପ୍ଲିକେସନ୍ ଅଛି। ଆମେ ପ୍ରତ୍ୟେକ ପାର୍ଟିସିପେଟ୍ ବ୍ୟାଙ୍କର ନିଜର ଡିଜିଟାଲ ରୁପି ୱାଲେଟ୍ ରହିଥାଏ। ଯେମିତିକି ଯେକୌଣସି ବ୍ୟାଙ୍କ ରହୁଛି ଆପଣଙ୍କର SBI ହେଉଛି, ICICI ହେଉଛି, ଆକ୍ସିସ୍ ହେଉଛି, HDFC ହେଉଛି, ତାଙ୍କର ଅଲଗା ଅଲଗା ସବୁ ରହୁଛି, ତାଙ୍କର ୱାଲେଟ୍ ରହୁଛି ଏବଂ ତାଙ୍କର ଆପ୍ଲିକେସନ୍ ବି ରହୁଛି। SBIର ଯେମିତି ଇ ୱାଲେଟ୍ ରହୁଛି, ICICI ଡିଜିଟାଲ ରୁପି ରହୁଛି, ଆକ୍ସିସ୍ର ଇ ରୁପି ରହୁଛି, ସେମିତି ରହୁଛି। ଏହା ନର୍ମାଲ ବ୍ୟାଙ୍କ ଆପ୍ ୟୁନୋ ଆଇ ମୋବାଇଲ ଠାରୁ ଅଲଗା ରହେ ଟିକେ। ପ୍ଲେ ଷ୍ଟୋର୍ ଆପ୍ ଷ୍ଟୋର୍ରେ ଏହା ଆପଣ ଡାଉନଲୋଡ଼ କରିପାରିବେ। ତାପରେ ମୁଁ ଆପଣଙ୍କୁ ଲାଷ୍ଟରେ ବୁଝେଇବି କି କହିବି କି ଆପଣ ସୁଭଦ୍ରା ଟଙ୍କା ପାଇଁ ଏହା କ'ଣ ବେନିଫିଟ୍ ନା କ'ଣ ଆପଣଙ୍କ ଟଙ୍କା ଡାଇରେକ୍ଟ ସୁଭଦ୍ରା ଆପଣଙ୍କ ଇ ୱାଲେଟ୍ରେ ଆସିବ ନା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆସିବ। ଭିଡ଼ିଓକୁ ସ୍କିପ୍ କରନ୍ତୁ ନାହିଁ, ଆଗ ଦେଖିବାକୁ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଏବେ ଯଦି ଆପଣ ସ୍କିପ୍ କରିଦେଉଛନ୍ତି ତାହେଲେ ମେନ୍ କଥାକୁ ଆପଣ ସ୍କିପ୍ କରିଦେବେ ଏବଂ ଏହା ଆପଣ ବୁଝି ପାରିଲେ ଆପଣଙ୍କର ସୁଭଦ୍ରା ଟଙ୍କା ମଧ୍ୟ ଅଟକି ଯାଇପାରେ। ସେଥିପାଇଁ ଆପଣ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ। ସୁଭଦ୍ରା ଟଙ୍କା ଆପଣଙ୍କର ଇ ୱାଲେଟ୍ରେ ଆସିବ ନା ବ୍ୟାଙ୍କ ଆକାଉଣ୍ଟରେ ଆସିବ ସେଇଟା ଆମେ ଜାଣିବା ହେଲା। ସୁଭଦ୍ରା ଟଙ୍କାର ମେନ୍ ପେମେଣ୍ଟ ମାନେ ଯେଉଁ ଟଙ୍କା ପଠାଯାଉଛି ତାହା DBT ମାଧ୍ୟମକୁ ଆସୁଛି, ନାକୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯେକୌଣସି ବ୍ୟାଙ୍କକୁ ଆସୁନାହିଁ। ଯେଉଁ ବ୍ୟାଙ୍କ ଆପଣଙ୍କ DBT ଲିଙ୍କ ଅଛି ସେହି ବ୍ୟାଙ୍କକୁ ଆସୁଛି। ଯଦି ଆପଣଙ୍କର ବ୍ୟାଙ୍କ ଅଲଗା DBT ହେଇଯାଇଛି, ଆପଣଙ୍କର ଭୁଲ ଭାଲ ଅଛି, ତ ଆପଣଙ୍କର ସୁଭଦ୍ରା ଟଙ୍କା ଯେଉଁ ବ୍ୟାଙ୍କରେ ଆଣିବାକୁ ଚାହୁଁଛନ୍ତି ସେ ବ୍ୟାଙ୍କକୁ ଆପଣ DBT ଲିଙ୍କ କରିଦିଅନ୍ତୁ। ଆଧାର ଲିଙ୍କ ସମସ୍ତ ବ୍ୟାଙ୍କରେ ଥାଏ, କିନ୍ତୁ ଆଧାର ଲିଙ୍କ ଅଲଗା, DBT ଲିଙ୍କ ଅଲଗା। DBT ଲିଙ୍କ ଏହା ହେଉଛି, ମନେ କରନ୍ତୁ ଆପଣଙ୍କର 5ଟା ବ୍ୟାଙ୍କର ଅଲଗା ଅଲଗା ଆକାଉଣ୍ଟ ଅଛି ଏବଂ 5ଟି ଆକାଉଣ୍ଟରେ ଆଧାର ଲିଙ୍କ ଅଛି, ତ ସେଟା DBT ଲିଙ୍କ ନୁହଁ। 5ଟି ଆକାଉଣ୍ଟରୁ ଯେକୌଣସି ଗୋଟେ ବ୍ୟାଙ୍କ ଆପଣଙ୍କ ଆଧାର ସହିତ ସଂଯୋଗ ଥିବ ଏବଂ DBT ଲିଙ୍କ ରହିବ, ସେହି ବ୍ୟାଙ୍କରେ ହିଁ ଟଙ୍କା ଆସିବ ହେଲା। କିଛି ଅଲଗା ଜାଗାରେ ଟ୍ରାଏଲ୍ ପାଇଁ CBDC ୱାଲେଟ୍ରେ ଦିଆଯାଇଛି, ଅର୍ଥାତ୍ ସମସ୍ତଙ୍କୁ CBDCରେ ମିଳିବ ଏମିତି କିଛି ନୁହେଁ। ମାନେ କିଛି ଜାଣି ନିଅନ୍ତୁ ଯେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି କାହାକୁ ଆସିଯାଇପାରେ ଏବଂ ସମସ୍ତଙ୍କୁ ଆସିବ ନାହିଁ। ଯଦି ଆପଣଙ୍କର ବ୍ୟାଙ୍କରେ ଆପଣଙ୍କ ୱାଲେଟ୍ରେ ଡିଜିଟାଲ କରେନ୍ସି ଆସୁଛି ତାହେଲେ କିଛି ଆପଣଙ୍କୁ ଘବରାଇବାର ନାହିଁ ହେଲା, ଡରିବାର ନାହିଁ। ଆପଣ ତାକୁ ଯାଇକି ବ୍ୟାଙ୍କରୁ ପଇସା ବାହାର କରିପାରିବେ, କ୍ୟାସ୍ ବାହାର କରିପାରିବେ। କେମିତି କରିବେ? ଆପଣଙ୍କୁ ଯେଉଁ ବ୍ୟାଙ୍କର ଆପଣଙ୍କୁ ଟଙ୍କା ଆସୁଛି, ମନେକର SBIରେ ଆସିଛି, ତ SBIର ବ୍ରାଞ୍ଚକୁ ଯିବେ, ବ୍ୟାଙ୍କକୁ ଯିବେ, ଆପଣ ସେଥିରେ ଯାଇକି ସେଇ ଟଙ୍କାକୁ ଯଦି ୱାଲେଟ୍ରେ ଆସିଯାଇଛି, ଆପଣଙ୍କ ଡିଜିଟାଲ ଟଙ୍କା ଆସିଯାଇଛି, ତ ତାକୁ ଆପଣ କ୍ୟାସ୍ରେ କନଭର୍ଟ କରିବା ପାଇଁ କହିବେ, ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍ କରିବା ପାଇଁ କହିବେ ଏବଂ ସେ ଟଙ୍କାକୁ ଆପଣ ATM କିମ୍ବା ଡାଇରେକ୍ଟ ବ୍ୟାଙ୍କରୁ ବି ଟଙ୍କା ବାହାର କରି ଆଣିକି ପାରିବେ। ଏବଂ ଚାହିଁଲେ ଆପଣ ସେହି ଟଙ୍କାକୁ ଆପଣ କାହାକୁ UPI ମାଧ୍ୟମରେ, ଅନଲାଇନ୍ ମାଧ୍ୟମରେ QR କୋଡ଼ ଦେଇକି ଟଙ୍କା ପଠାଇ ବି ପାରିବେ। ତ ବୁଝିଲେ ଯେ ଯଦି ଆପଣଙ୍କୁ କିଛି ଅପଡ଼େଟ୍ କରିବାର ଜରୁରୀ ନାହିଁ ସୁଭଦ୍ରା ଟଙ୍କା ପାଇଁ, ବୁଝିଲେ ତ। ଆପଣଙ୍କୁ ଜରୁରୀ ଅଛି DBT ଲିଙ୍କ କରିବାର ଅଛି। ଯଦି ଭୁଲଭାଲ କିଛି ଅଛି ତାହେଲେ ସୁଧାରିବାର ଅଛି, DBT ଲିଙ୍କ କରିବାର ଅଛି। ଆପଣଙ୍କୁ ଇ ୱାଲେଟ୍ କରିବାର ଆଦୌ ଜରୁରୀ ନାହିଁ, CBDC କରିବାର କିଛି ଜରୁରୀ ନାହିଁ, ବୁଝିଲେ। ଆପଣଙ୍କ ଟଙ୍କା ଯଦି CBDCରେ ଆସିଯାଉଛି, ଇ ୱାଲେଟ୍ରେ ଆସିଯାଉଛି, ଡିଜିଟାଲ ଟଙ୍କା ଆସିଯାଉଛି, ତାହେଲେ ତାକୁ ଆପଣ ବ୍ୟାଙ୍କରେ ଯାଇକି କ୍ୟାନସେଲ୍ କରିପାରନ୍ତି କିମ୍ବା କ୍ୟାନସେଲ୍ ନ କରିଲେ ଆପଣଙ୍କ ଡିଜିଟାଲ ଟଙ୍କାକୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବେ ଏବଂ ସେ ଟଙ୍କାକୁ ATM ମାଧ୍ୟମରେ କିମ୍ବା ବ୍ୟାଙ୍କ ମାଧ୍ୟମରେ ଯାଇକି ସେ ଟଙ୍କାକୁ ଉଠାଇକି ଆଣିପାରିକି ଆପଣ ଟଙ୍କାକୁ କିଛି ବିଜନେସ୍ରେ ବ୍ୟବସାୟରେ ଲଗାଇ ପାରିବେ। ତ ଆପଣ ଆଜି ଜାଣିଲେ କି ଆପଣଙ୍କ ସୁଭଦ୍ରା ଟଙ୍କା କେମିତି ଆସିବ, କେମିତି ପାଇବେ ଏବଂ CBDC କ'ଣ, ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି କ'ଣ, କେମିତି ଏହା କାମ କରେ ଆପଣ ସମ୍ପୂର୍ଣ୍ଣରେ ଜାଣିଲେ। ତ ଫ୍ରେଣ୍ଡସ୍, ଏବେ ବି ଯଦି ଆପଣ ଲାଇକ୍ କରିନାହାନ୍ତି ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ ଏବଂ ଆପଣଙ୍କର ସାଙ୍ଗସାଥିକୁ ସେୟାର କରିଦିଅନ୍ତୁ ଯଦି ଏମାନେ ଜାଣିନାହାନ୍ତି ଏବଂ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ମିଳିବା କିଛି ଅନ୍ୟ ଏକ ଭିଡ଼ିଓରେ, ଅନ୍ୟ ଏକ ଇନଫର୍ମେସନରେ। ତେବେ ଜୟ ଜଗନ୍ନାଥ।